ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ। କଟକ ନୂଆପଡ଼ା ଅଞ୍ଚଳରେ ଉତ୍କଳ ବାଳାଶ୍ରମ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରମୋଦିନୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅଭିନବ କଟକ ରୋଟାରୀ କ୍ଲବର ଉପସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ରଣା, ଓଡ଼ିଶା ଛାତ୍ର ସଂସଦର ସମ୍ପାଦକ ସୁମନ ଦାସ ଉପସ୍ଥିତ ଥିଲେ। ଏଥିରେ ପ୍ରାୟ 80 ଜଣ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନସୀ ସାମଲ, ଶୈଳବାଳା ସାହାଣୀ, ପ୍ରିୟତମା ମହାନ୍ତି, ମାଧୁରୀ ମ୍ୟାଡାମ ପ୍ରମୁଖ ସହଯୋଗ କରିଥିଲେ। କଟକରୁ ଅକ୍ଷୟ ରଞ୍ଜନ ଦାସଙ୍କ ରିପୋର୍ଟ, ତ୍ରିଦେବ ନ୍ୟୁଜ୍।